ବର୍ତ୍ତମାନ ଜାମ୍ମୁ କାଶ୍ମୀର ଆଉ ହରିୟାଣାର ଫଳାଫଳ ଆସୁଛି। ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ହରିୟାଣାରେ ଆଗରେ ଥିଲା ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଆଗୁଆ ଥିଲା, କିନ୍ତୁ ବର୍ତ୍ତମାନ ହରିୟାଣାରେ ଟ୍ରେଣ୍ଡ ବଦଳିଛି। ବିଜେପି ବର୍ତ୍ତମାନ ଆଗରେ ରହିଛି। କେମିତି ଦେଖୁଛନ୍ତି ସାର୍ ଏ ଫଳାଫଳକୁ? ଦେଖନ୍ତୁ, ବର୍ତ୍ତମାନ ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ଏଥିରେ ଭାରତୀୟ ଜନତା ପାର୍ଟି ଖରାପ କରୁନାହିଁ। ଅର୍ଥାତ୍ ଆଗରୁ ଯୋଉ ଅନୁମାନ କରାଯାଉଥିଲା ଯେ ପୁରା ରେଜଲ୍ଟ ଏକପାଖିଆ ହେଇ କଂଗ୍ରେସ ସପକ୍ଷରେ ଯିବ, ତାହା ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଭୁଲ ପ୍ରମାଣିତ ହଉଛି। କିନ୍ତୁ ଆଗକୁ ଆହୁରି ଅନେକ ଗୁଡିଏ ରାଉଣ୍ଡ ଅଛି। ବର୍ତ୍ତମାନ ସୁଦ୍ଧା ଆମେ କହିପାରିବା ନାହିଁ ଯେ ଭାରତୀୟ ଜନତା ପାର୍ଟି ସରକାର ଗଢିବ ବା କଂଗ୍ରେସ ସରକାର ଗଢିବ। ଏଭଳି ବି ହୋଇପାରେ କି ଝୁଲା ବିଧାନସଭା ଆଡକୁ କଥା ଯାଇପାରେ, ସେଥିରେ ଆମେ ଅସ୍ୱୀକାର ବର୍ତ୍ତମାନ ସମୟରେ କରିପାରିବା ନାହିଁ। କିନ୍ତୁ ଗୋଟିଏ କଥା ମୁଁ ଏ ଟ୍ରେଣ୍ଡରୁ ଦେଖିପାରୁଛି ଯେ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ଯୋଉ ପ୍ରେଡିକ୍ସନ କରାଯାଇଥିଲା ଏକ୍ଜିଟ୍ ପୋଲ ମାଧ୍ୟମରେ ଏବଂ ଯୋଉମାନେ ଅଛନ୍ତି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମାଧ୍ୟମରେ, ବୁଦ୍ଧିଜୀବୀ ମାନଙ୍କ ମାଧ୍ୟମରେ ଯେ ଏଥର ଇଲେକ୍ସନ ଏକପାଖିଆ ହଉଛି ହରିୟାଣାରେ, ସେଭଳି କୌଣସି ଟ୍ରେଣ୍ଡ ବର୍ତ୍ତମାନ ସୁଦ୍ଧା ଇମର୍ଜ କରିନାହିଁ। ଏମିତି ହେଇପାରେ ଆମେ ଜାଣିନୁ କୋଉ ରାଉଣ୍ଡ ଚାଲିଛି, କୋଉ ଅଞ୍ଚଳରେ ଭୋଟ ଗଣତି ଚାଲିଛି ଏବଂ ଲୋକଙ୍କର ରେସ୍ପନ୍ସ ସେଇ ନିର୍ଦ୍ଦିଷ୍ଟ ପର୍ଟିକୁଲାର ଲୋକାଲାଇଜ ହେଇକରି ଏଇଟା ରହିଛି ନା ସାମଗ୍ରିକ ଭାବରେ ଏ ହଉଛି ହରିୟାଣାର ଜନମତ ବା ଜମ୍ମୁ କାଶ୍ମୀରର ଜନମତ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଗୋଟିଏ ଗୋଟିଏ ପକେଟରେ ଗୋଟିଏ ଗୋଟିଏ ପାର୍ଟିର ଦବଦବା ଥାଏ, ଗୋଟିଏ ନେତାଙ୍କର ଦବଦବା ଥାଏ। ତେଣୁ ବର୍ତ୍ତମାନ ସମୟରେ ଆମେ ନିର୍ଦ୍ଦିଷ୍ଟ ଭାବରେ କହିପାରିବା ନାହିଁ। କିନ୍ତୁ ନେକ୍ ଟୁ ନେକ୍ ଫାଇଟ୍ ଚାଲିଛି। କଂଗ୍ରେସ ଯେତିକି ଆଶା କରାଯାଉଥିଲା ବର୍ତ୍ତମାନ ସମୟର ଟ୍ରେଣ୍ଡ ଅନୁସାରେ ସେତିକି ପରିମାଣର ପୋଲିଂ କରିପାରୁନାହିଁ, ନିଜ ସପକ୍ଷରେ ମତ ନେଇପାରୁନାହିଁ। ଏ ହେଉଛି ବର୍ତ୍ତମାନ ସମୟର ଟ୍ରେଣ୍ଡ। ଆଗକୁ ବହୁତ ଗୁଡ଼ିଏ ରାଉଣ୍ଡ ବାକି ଅଛି। ଆମେ ଅପେକ୍ଷା କରିବା ଯେ ଆଗକୁ ଏ ଟ୍ରେଣ୍ଡ ବଦଳୁଛି କି। କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ଚ୍ୟାଲେଞ୍ଜ ଦଉଛି। ଦୁଇ ଥର ସରକାର ଗଢିଥିବା ଭାରତୀୟ ଜନତା ପାର୍ଟି ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛି। କିନ୍ତୁ ପାୱାର ଗେମ୍ରେ ଭାରତୀୟ ଜନତା ପାର୍ଟି ପଛରେ ନାହିଁ। ହୁଏତ ଏମିତି ହେଇପାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଆସିପାରେ। କିନ୍ତୁ କଥା ହଉଛି ଯେ ଆମେ ଯୋଉ ସର୍ଭେ ସବୁ କରୁଛେ ସେ ସର୍ଭେ ସବୁ କେତେ ଦୋଷପୂର୍ଣ୍ଣ ରହିଛି, ଦୋଷଯୁକ୍ତ ରହିଛି, ତାହା ଏଥିରୁ ସ୍ପଷ୍ଟ ହଉଛି। ନିର୍ଦ୍ଦିଷ୍ଟ ଭାବରେ କୋଟି କୋଟି ଲୋକ ଯେତେବେଳେ ଭୋଟ ଦଉଛନ୍ତି, ସେଇ ଭୋଟ ଦାନକୁ ଆକଳନ କରିବା ଏବଂ ତା ଉପରେ ଗୋଟିଏ ନିଷ୍କର୍ଷରେ ପହଞ୍ଚିବା ଏତେ ସହଜ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ବହୁତ ବହୁତ ଧନ୍ୟବାଦ।